ସିଂହ ସଂକ୍ରାନ୍ତି ଓ କର୍କଟ ରାଶିର ମାସିକ ରାଶିଫଳ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଭଗବାନ ସୂର୍ଯ୍ୟଦେବ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଚଳିତ 2024 ମସିହା ଅଗଷ୍ଟ ମାସ 16 ତାରିଖ ଦିନ ଶୁକ୍ରବାର ଦିନ ସୂର୍ଯ୍ୟ ଗୋଚରରେ କର୍କଟ ରାଶିରୁ ସିଂହ ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସଂକ୍ରମଣ କରିବାକୁ ସଂକ୍ରାନ୍ତି କୁହାଯାଇଥାଏ। ସୂର୍ଯ୍ୟଙ୍କର ନିଜ ରାଶିରେ ପ୍ରବେଶ ଅର୍ଥାତ୍ ସିଂହ ରାଶିରେ ପ୍ରବେଶ କରିବା ଓ ସିଂହ ସଂକ୍ରାନ୍ତିର ପ୍ରଭାବ ସମଗ୍ର ରାଶିଚକ୍ରର ଦ୍ୱାଦଶ ରାଶିକୁ ପ୍ରଭାବିତ କରୁଥିବା ବେଳେ ଆଜିର କ୍ରମରେ ଉପସ୍ଥାପନ କରିବା କର୍କଟ ରାଶି ଉପରେ ସିଂହ ସଂକ୍ରାନ୍ତିର କ'ଣ ପ୍ରଭାବ ରହୁଛି। ରାଶିଚକ୍ରର ଚତୁର୍ଥ ରାଶି କର୍କଟ ରାଶି। ଚନ୍ଦ୍ର ମହାଗ୍ରହ ଏହି ରାଶିର ଅଧିପତି। କର୍କଟ ରାଶିର ଦ୍ୱିତୀୟ ସ୍ଥାନ ସିଂହ ରାଶିର ଅଧିପତି ସୂର୍ଯ୍ୟଙ୍କର ଅବସ୍ଥାନ କର୍କଟ ରାଶି ପାଇଁ 1 ମାସ ପର୍ଯ୍ୟନ୍ତ ଅନୁକୂଳ ବା ଶୁଭ ଫଳଦାୟକ ରହିବ। ଏହି ସମୟ କର୍କଟ ରାଶି ପାଇଁ ଧନପ୍ରଦାୟକ ରହିବା ସହିତ ଧନ ଭାବରେ ବିଶେଷ ବୃଦ୍ଧି ଘଟିବାର ବହୁତ ସମ୍ଭାବନା ଦେଖାଯାଉଛି। ଆୟର ନୂତନ ସ୍ରୋତ ବୃଦ୍ଧି ପାଇବ। ରାଜଦ୍ୱାରରୁ ଆର୍ଥିକ ଲାଭର ସମ୍ଭାବନା। ସରକାରୀ ଠିକାଦାର, ସପ୍ଲାୟର ତଥା ସରକାରଙ୍କ ସହିତ ଅନୁବନ୍ଧିତ ବ୍ୟକ୍ତିବିଶେଷ ବା ବ୍ୟବସାୟୀ ପ୍ରଚୁର ଆର୍ଥିକ ଲାଭ ସରକାରଙ୍କ ଠାରୁ ପାଇପାରିବେ। ବାକି ପଡ଼ିଥିବା ପାଉଣା ଏ ମାସରେ ମିଳିଯିବାର ବହୁତ ସମ୍ଭାବନା। ବାଣିଜ୍ୟ ବ୍ୟବସାୟରୁ ଆଶାତୀତ ସଫଳତା ପାଇବେ। ମିତ୍ରମାନଙ୍କ ସହଯୋଗ କିମ୍ବା ସହଯୋଗୀ ବ୍ୟବସାୟ ଫଳପ୍ରଦ ହେବ। ସ୍ୱାମୀ ବା ସ୍ତ୍ରୀ ପରସ୍ପର ପ୍ରତି ଅନୁରାଗୀ ହେବେ। ଚାକିରି କରୁଥିବା ବ୍ୟକ୍ତି ପରିଶ୍ରମ ଜନିତ ସୁଖଦ ଫଳ ଲାଭ କରିବେ ଏବଂ ମନ ପ୍ରସନ୍ନ ରହିବ। ବେଳେବେଳେ ନିଜର ରୁକ୍ଷ କଥାବାର୍ତ୍ତା ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ ହେବ, ନଚେତ୍ ଆପଣଙ୍କ କଥାକୁ ଅନ୍ୟମାନେ ଭୁଲ ବୁଝିପାରନ୍ତି। ପାରିବାରିକ ସୌଖ୍ୟ ମିଳିବ। ନୂତନ ଯାନବାହନ କ୍ରୟ କରିବା ପାଇଁ ମନ ବଳାଇବେ। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ମାସଟି ଭଲ ଯାଉଥିଲେ ମଧ୍ୟ ଚକ୍ଷୁ ରୋଗ ପ୍ରତି ବିଶେଷ ସାବଧାନତା ଅବଲମ୍ବନ କରିବେ। ଏ ମାସରେ ଚକ୍ଷୁଦେୟ ସାମାନ୍ୟ ଲାଳିମାଯୁକ୍ତ ରହିପାରେ। କର୍କଟ ରାଶି ଜାତ ବ୍ୟକ୍ତି ବିଶେଷତଃ ସିଂହ ସଂକ୍ରାନ୍ତିର ସୁଫଳ ଲାଭ କରିବା ପାଇଁ ପ୍ରତ୍ୟେକ ଦିନ ପ୍ରାତଃସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ଅଭାବୀ ବ୍ୟକ୍ତିଙ୍କୁ ଅନ୍ନ, ବସ୍ତ୍ର ଓ ଧନ ଦାନ କରନ୍ତୁ। ପ୍ରତ୍ୟୟ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କଲେ ଧନ ଭାବରେ ବିଶେଷ ବୃଦ୍ଧି ଘଟିବା ସହିତ ନିରୋଗ ରହିବେ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର। ତପନ।